नमस्कार सर कृषि जागरण स्वतंत्र लाइव सेशन कार्यक्रम को स्वागत करुछि मु सुदेशना। आज आम सहित जोग देइछन्ति जने सॉफ्टवेयर डेवलपर मिस्टर स्वप्निल कुमार बेहेरा एमडी डायरेक्टर ऑफ मु कृषक। चलंतु तांको सहित आमे आज कथबार्ता हेबा। आजिर हमर विषय वस्तु रहिछि बर्ड फ्लू भाइरस। प्रथमे तो सर आपण बर्ड फ्लू भाइरस ऊपर किछि कहिबे हमकु। ओके निश्चित मैडम बहुत बहुत धन्यवाद। समस्त चाषी मान को नमस्कार। आउ एठी हमें जो एबे उठे भय भाव सृष्टि हेछि हम ओडिसा रे कि बर्ड फ्लू रो आतंक बहुत देखुछु। आ सबले अपन जानिथिबे एई समय रे अपन वर्षा मास एंट्री करिवो समय रे ही बर्ड फ्लू रो आपन कर ये रही थाए। तो से ऊपर हम आलोचना करबो बर्ड फ्लू टा कोन पाए होथाय आउ ताको हम केमति चिन्हि पारिबा ता लक्षण कोन आउ तो केमति आरोग्य करि पारिबा आउ मनुष्य पाए केमति कोन होछि से ऊपर पूरा पूरी हम डिस्कशन करबा एठी। तो प्रथम କଥା କହି ରଖୁଛି ମୁଁ ଏଇ ଜାଗାରେ ବାର୍ଡ ଫ୍ଲୁ ଟା ହେବା କାରଣ ହେଲା ଆମର ଚାଷୀ ଭାଇ କିଛି ଭୁଲ ଥାଏ ଯେମିତି କି ଫାର୍ମକୁ ସଫା ରଖିବାନି, ଭଲ ପାଣି ପିଇବାକୁ ଦେବାନି କି ଖରାପ ଖାଦ୍ୟ ଦଉଛେ ତାହେଲେ ଏମିତି ହେଇଥାଏ। ତା ସହିତ ଯୋଉ ଜଙ୍ଗଲୀ ପକ୍ଷୀ ମାନେ ଆସନ୍ତି ବାହାରେ ବୁଲିକି ତାକୁ ଯଦି ଆମେ ବାହାର ପକ୍ଷୀ ମାନେ ଆମ ଫାର୍ମ ପାଖକୁ ଆଉଛନ୍ତି ଫାର୍ମ ପାଖରେ ବସା ବସି ରହୁଛନ୍ତି ତାଙ୍କ ପାଖରୁ ମଧ୍ୟ ବି ଆମର ଏଥିରେ ଆପଣଙ୍କର ସ୍ପ୍ରେଡ ହେଇଥାଏ। ତା ବାଦେ ଦ୍ୱିତୀୟ ନମ୍ବର ଗଲା ଆପଣଙ୍କର ଯୋଉ ଆପଣଙ୍କର ବାୟୋସିକ୍ୟୁରିଟି ମେଣ୍ଟେନ ନ କରିବା କାରଣରୁ ବାହାର ଲୋକମାନେ ଯୋଉ ଅଛନ୍ତି ବାହାରୁ ଜଣେ ଆସନ୍ତି ତାଙ୍କୁ ଆପଣଙ୍କର ବିନା ସାନିଟାଇଜ କରିକି ଫାର୍ମ ଭିତରେ ଆମେ ପ୍ରବେଶ କରିଦେଇଥାଉ ତାହା ମଧ୍ୟ ଆମର ପ୍ରୋବ୍ଲେମ ହେଇଥାଏ। ବାର୍ଡ ଫ୍ଲୁ ଟା ଆପଣଙ୍କ ଯଦି ଗୋଟେ ଦିଟା କୁକୁଡ଼ା ଅଛି ଦେନ୍ ତାକୁ ଆପଣ କଣ୍ଟ୍ରୋଲ କରିପାରିବେ କିନ୍ତୁ ବହୁତ ଅଧିକ ଆପଣ କମର୍ସିଆଲ ୱେରେ ଫାର୍ମିଂ କରୁଛନ୍ତି ଦେନ୍ ପୁରା ଫାର୍ମର ସବୁତକ ବାର୍ଡ କୁ ହେଇଯିବାର ସମ୍ଭାବନା ଥାଏ। ଆଉ ସବୁତକ ବାର୍ଡ କୁ ହେଲା ମାନେ ଆପଣଙ୍କର ସବୁତକ କୁକୁଡ଼ା ମଧ୍ୟ ମରିଯାଇଥାନ୍ତି। ମାନେ ବାର୍ड फ्लू टा केवल कुकुड़ा मानकु काहेकि हुए। ନାଇଁ ମ୍ୟାମ୍ ବାର୍ଡ ଫ୍ଲୁ କୁକୁଡ଼ା ହୁଏନି। ଏଇଠି ଆପଣ ଦେଖନ୍ତୁ ବାର୍ଡ ଫ୍ଲୁ ମାନେ ପକ୍ଷୀ ମାନଙ୍କୁ ଗୋଟେ ଥଣ୍ଡା ରୋଗ ମାନେ ସବୁ ପ୍ରକାର ପକ୍ଷୀ ଯେଉଁମାନେ ଆପଣଙ୍କର କପୋତ ହେଲା ଆପଣ ଗୁଣ୍ଡୁରି ହେଲା ଯୋଉ ବି ଆପଣଙ୍କର ଯେତିକି ପକ୍ଷୀ ଅଛି ସବୁ ପକ୍ଷୀ ମାନଙ୍କୁ ଏଇ ଜାଗାରେ ଏଇଟା ଆପଣଙ୍କୁ ଦେଖାଯାଇଥାଏ। ଆପଣଙ୍କର ଯେତେ ଆପଣଙ୍କ ବାର୍ଡ ଭେରାଇଟିରେ ଆଉଛନ୍ତି ସମସ୍ତଙ୍କୁ। ଆଜ୍ଞା। ତ ଏଇଟା ଯୋଉ ମଣିଷ ମାନଙ୍କ ଶରୀରକୁ ମାନେ ଯେମିତି କି କେମିତି ଏହା ମଣିଷ ଶରୀରକୁ ବ୍ୟାପେ ତା ପଛରେ କଣ ରହିଛି ଏହାର କାରଣ। ଓକେ ନାଇଁ ଆକ୍ଚୁଆଲି ମ୍ୟାମ୍ ଯୋଉଟା ଅଛି ଆପଣଙ୍କ ଏକ ତ ଏତେ ଇଏ ନୁହଁ ଯେମିତି କୋରୋନା ଭାଇରସ ଥିଲା ସ୍ୱାଇନ୍ ଫ୍ଲୁ ରୋଗ ରୁହେ ସେଟା ଏମିତି ଘାତକ ନୁହଁ କିନ୍ତୁ ମଣିଷ ମାନଙ୍କୁ ଯଦି ଆପଣ ବାର୍ଡ ଫ୍ଲୁ ଟା ମଧ୍ୟ ଡେଇଁଥାଏ। ଯଦି ଆପଣଙ୍କ ଏରିଆରେ କାଉ ମାନେ ବହୁତ ରହୁଛନ୍ତି ବଗ ଗୁଡିଆ ବହୁତ ରହୁଛି ତାଙ୍କୁ ମଧ୍ୟ ବାର୍ଡ ଫ୍ଲୁ ହେଇଥାଏ ଆଉ ତାଙ୍କଠୁ ମଧ୍ୟରୁ ବି ଆପଣଙ୍କର ଲୋକମାନଙ୍କ ପାଖରେ ଆସିଥାଏ। କିନ୍ତୁ ଆମେ ଯୋଉ କମର୍ସିଆଲ ୱେରେ ଯୋଉ ପାଳନ କରୁଛୁ କମର୍ସିଆଲ ୱେରେ ପାଳନ କଲେ କୁକୁଡା ମାନଙ୍କୁ ହେଲା ପରେ କୁକୁଡା ମାନଙ୍କ ପାଖରୁ ମଣିଷ ମାନଙ୍କୁ ହେଇଥାଏ। ତାର ବହୁତ ଗୋଟେ କାରଣ ଅଛି ଏମିତି ନୁହଁ କି ଆପଣଙ୍କ ଏରିଆରେ ଗୋଟେ ଦୁଇ କିଲୋମିଟର ଏରିଆରେ ବାର୍ଡ ଫ୍ଲୁ ହେଇଛି ତ ଆପଣଙ୍କୁ ହେଇଯିବ ସେମିତି ନୁହଁ। ମାନେ ଏଇ ଜାଗାରେ ଆପଣଙ୍କର କଣ ହବ ଅଛି ଯୋଉ କୁକୁଡା ଫାର୍ମ ରେ ଯୋଉ କାମ କରୁଥାନ୍ତି ତାଙ୍କୁ ଟିକେ ଡର ଥାଏ କାହିଁକି କୁକୁଡାର ମଳ ମୂତ୍ରରେ କି ତାଙ୍କ ବ୍ଲଡ ଇନଫେକ୍ସନ ଆସନ୍ତି ତାହେଲେ ଏମିତି ହେବ। ଅର୍ ଯଦି ଆମେ ତା ମାଂସ ବା ଅଣ୍ଡା ଖାଉଛେ ମନେ ରଖନ୍ତୁ ଅଣ୍ଡା ଓ ମାଂସ ଖାଉଛି ଯୋଉଟା କି ନର୍ମାଲ କଞ୍ଚା ବା ଆପଣଙ୍କର ଅଧା ଅଧ ସିଝିଆ ଯଦି ଖାଉଛେ ତାହେଲେ ହେବ ଯଦି ଆପଣ ପୁରା ପୁରି ତାକୁ କୁକିଂ କରୁଛନ୍ତି ଆପଣ ହାଇ ଫ୍ଲେମରେ ଆପଣଙ୍କର ପୁରା ପୁରି ଇଏ କରୁଛନ୍ତି ପୁରା ଗରମ ହେଇକି ସିଝେଇ ଖାଉଛନ୍ତି ତାହେଲେ କିଛି ଅସୁବିଧା ହେବନି। ବାର୍ଡ ଫ୍ଲୁ ରୋଗ ମଣିଷକୁ ଡେଇଁବ ନାହିଁ କିନ୍ତୁ ଆପଣ କଞ୍ଚା ଆପଣ ଖାଉଛନ୍ତି କଞ୍ଚା ମାନେ ଅଧା ଅଧା ସିଝା ଟା ଖାଉଛନ୍ତି ତାହେଲେ ଆପଣଙ୍କ ସେଇ ଜାଗାରେ ଆପଣଙ୍କ ବାର୍ଡ ଫ୍ଲୁ ହେବାର ସମ୍ଭାବନା ଥାଏ। ତା ବାଦରେ ଆପଣଙ୍କ ଯଦି ଅଲରେଡି ବା ଆପଣଙ୍କ ଫାର୍ମ ରେ ଅଛି କୁକୁଡା ଅଛି ତାକୁ ଯଦି ଆପଣ ବାର୍ଡ ଫ୍ଲୁ ର ଆଶଙ୍କା ଲାଗୁଛି ଲକ୍ଷଣ ଦେଖିଲେ ମୁଁ ଲକ୍ଷଣ ଜଣେଇବି ଆପଣଙ୍କୁ ସେ ଲକ୍ଷଣ ସବୁ ଦେଖିଲେ ଦେନ୍ ଏଇ ଜାଗାରେ ସାଙ୍ଗେ ସାଙ୍ଗେ ଆପଣ କଣ କରିବେ ପାଖରେ ଯୋଉ ପ୍ରାଣୀ ଚିକିତ୍ସାଳୟ ହେଲା ତାଙ୍କୁ ଆପଣ କଣ୍ଟାକ୍ଟ କରିପାରିବେ। ଆଉ ଆପଣଙ୍କର ଏହାକୁ ସାନିଟାଇଜ କରିକି ତାକୁ ଆପଣଙ୍କର ଇଏ କରିବେ ଯଦି ଆପଣ ଇନିସିଆଲି ଟାଇମରେ ଜାଣିପାରିବେନି ଗୋଟେ ଫାର୍ମ ସବୁ ତ କୁକୁଡା ହେଇଯାଇଛି ଦେନ୍ ତା ଲାଷ୍ଟ ଅପସନ ଆପଣଙ୍କ ଫାର୍ମ ର କୁକୁଡାକୁ ଡେଷ୍ଟ୍ରୟ କରିବାକୁ ପଡିବ ଗାତ ଖୋଲିକି ସେ ଜାଗା ସବୁକୁ ପୋତି ଦେବାକୁ ପଡିବ। ତ ଏଇ ହିସାବରେ ଆପଣଙ୍କର ଫାର୍ମ ରେ ହେଇଥାଏ ଆଉ ମଣିଷ ମାନଙ୍କୁ ତାର ସଂସ୍ପର୍ଶରେ ଆସିଲେ ହେଇଥାଏ। ଯଦି ଆପଣ ସଂସର୍ଶରେ ଆଉଛନ୍ତି ତାହେଲେ ଆପଣଙ୍କ ଯେତେବେଳେ କୁକୁଡା ଫାର୍ମରୁ ଆଉଛନ୍ତି ବାହାରକୁ ଡ୍ରେସ ଚେଞ୍ଜ କରିଦିଅନ୍ତୁ ଗାଧେଇ ଦିଅନ୍ତୁ ହାତ ଗୋଡ ଭଲସେ ସଫା କରନ୍ତୁ ସାବୁନରେ ଦେନ୍ ଆପଣଙ୍କ ଦେଖିବେ କିଛି ଅସୁବିଧା ହେବ ନାହିଁ କାମ କରିବା ଲୋକଙ୍କୁ ବି ଆଉ ଚାଷୀ ଭାଇଙ୍କୁ ବି। ଆଜ୍ଞା। ତ ଏଇ ବାର୍ଡ ଫ୍ଲୁ ର ଲକ୍ଷଣ ସବୁ କଣ ସବୁ ରହିଛି ସାର୍ ସେ ଉପରେ ଟିକେ କିଛି କହିବେ। ଓକେ ବାର୍ଡ ଫ୍ଲୁ ଲକ୍ଷଣ ମ୍ୟାମ୍ ମୁଁ ମଣିଷଙ୍କ ଲକ୍ଷଣ ବି କହିବି କୁକୁଡ଼ାଙ୍କ ଲକ୍ଷଣ କହିବି ଯଦି ଦେଖିବା ଏଇ ଜାଗାରେ ଆପଣ କୁକୁଡ଼ାଙ୍କ ଲକ୍ଷଣ ଦେଖିବା କୁକୁଡାଙ୍କୁ ଫ୍ଲୁ ମାନେ ଜାଣିପାରୁଛେ ଆମେ ଥଣ୍ଡା ରୋଗ ବୋଲିକି ଏଇଟା ଆପଣଙ୍କର H5N1 ଭାଇରସ ଦ୍ୱାରା ଏଇଟା ଆକ୍ରାନ୍ତ ହେଇଥାଏ। H5N1 ଯେତେବେଳେ ଏଣ୍ଟ୍ରି କରିବ ଆପଣ କୁକୁଡା ମାନଙ୍କ ପାଖରେ ତାହେଲେ ଆପଣ କଣ ହେବ କୁକୁଡାର ଥଣ୍ଡା ଟା ତାର ବଢିବ ସେ ଆପଣଙ୍କର ଘର ଘର ଶବ୍ଦ ଶୁଭିବ ତା ନିଶ୍ୱାସ ପ୍ରଶ୍ୱାସ ନେବାରେ ଇଏ ହବ ତ ପାଟି ଖୋଲିକି ସେ ନିଶ୍ୱାସ ନେଲା ଟାଇପ ର କରିବ। ତାପରେ 3 ନମ୍ବର ଆପଣଙ୍କର ଏଇ ଜାଗାରେ ଆଉ ପ୍ରୋବ୍ଲେମ ଷ୍ଟାର୍ଟ ହେଇଯିବ ଆପଣଙ୍କର ତାପରେ ଜ୍ୱର ହେଇଯିବ କୁକୁଡା ମାନଙ୍କୁ ତାପରେ ଧୀରେ ଧୀରେ କଣ ହବ ସବୁ କୁକୁଡାକୁ ବ୍ୟାପି ଗଲା ପରେ କୁକୁଡା ଡେଥ ସଡନଲି ଷ୍ଟାର୍ଟ ହେଇଯିବ ମାନେ ଆପଣଙ୍କର ଦିନ ବେଲା ଭଲ ଥିବେ ରାତିରୁ ସକାଳ ହେଇଗଲା ସକାଳୁ ମରିଯାଇଥିବେ ଏଇ ଟାଇପର ଆପଣ ସୁବିଧା ଦେଖିବେ। ନେକ୍ସଟ ଗଲା ଆପଣଙ୍କର ନେକ୍ସଟ ଦେଖିବା ଆପଣଙ୍କର ମଣିଷ ମାନଙ୍କ ପାଖରେ ମଣିଷ ମାନଙ୍କର ସେ ସେମ ହେଇକି ଆପଣ ଲକ୍ଷଣ ଦେଖିବେ ଅତ୍ୟଧିକ ତାପମାତ୍ରା ହେବ ବା ଜ୍ୱର ହେଇଯିବ ଗଲା ବା ଏଇଟା ଦର୍ଜ ହେବ ଥଣ୍ଡା ବହୁତ ହେବ ଅଣନିଶ୍ୱାସୀ ଫିଲିଙ୍ଗ ହେବ
ଆଉ ସେ ଜାଗାରେ ଆପଣଙ୍କର ଯଦି ଆପଣ ଠିକ ଜାଗାରେ ଠିକ ସମୟରେ ଚିକିତ୍ସା କରିନାହାନ୍ତି ତାହେଲେ ମୃତ୍ୟୁ ମରଣ ବି ମଧ୍ୟ ମଣିଷଙ୍କର ହେବାର ସମ୍ଭାବନା ଥାଏ। ଆଜ୍ଞା। ତ ଏଇ ବାର୍ଡ ଫ୍ଲୁ ଯୋଉ ହେଲା ପରେ ସେଇଟାରୁ ବାର୍ଡ ଫ୍ଲୁ ରୁ କିପରି ବର୍ତ୍ତିବେ ସେ ଉପରେ କିଛି କହିବେ? ଓକେ, ବାର୍ଡ ଫ୍ଲୁ ଆପଣ ବଢିବା ପାଇଁ ହେଲା ଆପଣଙ୍କର ସବୁଠୁ ବଡ ହେଲା ଆପଣଙ୍କର ରହୁଛି ବାୟୋସିକ୍ୟୁରିଟି ମେଣ୍ଟେନ, ମାନେ ବାହାର ଲୋକକୁ ଭିତରକୁ ଏଣ୍ଟ୍ରି କରିବାର ନାହିଁ କି ଅନ୍ୟ କୌଣସି ଯେମିତି ବାହାର ଲୋକମାନେ ଏମିତି ନୁହଁ କି କଟିଂ ସେଣ୍ଟରକୁ ଷ୍ଟ୍ରିକ୍ଟ, ଯୋଉମାନେ କଟିଂ ସେଣ୍ଟର କାମ କରୁଛନ୍ତି ତାଙ୍କୁ ଭିତରେ ଏଣ୍ଟ୍ରି କରିବେ ନାହିଁ। ଯୋଉମାନେ ଅଲରେଡି ଆପଣ ଏରିଆ ପାଖାପାଖି ବାର୍ଡ ଫ୍ଲୁ ଆପଣ ଶୁଣିଗଲେ ତାହେଲେ ଏଣ୍ଟ୍ରି କରିବେ ନାହିଁ। କି ଆପଣଙ୍କ ପାଖରେ ଫାର୍ମ ପାଖରେ କୌଣସି ଗଛ ଗୋଟେ ଏମିତି ବଡ ଗଛ ରଖିବେନି ଯୋଉଠି ବାହାର ଆପଣଙ୍କର ପକ୍ଷୀ ଆସିକି ବସା ବନ୍ଧି ରହୁଥିବେ, ସେମିତି ରଖିବାର ନାହିଁ। ଏଇ ସବୁ ମେଣ୍ଟେନ କରୁଛନ୍ତି ଦେନ୍ ଆପଣଙ୍କ ଏଥିରେ ବାର୍ଡ ଫ୍ଲୁ ହେବାର କୌଣସି ଇଏ ରହିବ ନାହିଁ। ପାଣି ଭଲସେ ଦେବେ, ଖାଦ୍ୟ ଭଲସେ ଦେବେ, ଫାର୍ମକୁ ସଫାସୁତରା ରଖନ୍ତୁ, ବାର୍ଡ ଫ୍ଲୁ ହେବାର ଆଶଙ୍କା ଆପଣଙ୍କର ବହୁତ କମ ରହିବ। ତା ବାଦରେ ଯଦି ଆପଣଙ୍କୁ ହେଇଗଲା ଦେନ୍ ଆପଣଙ୍କ ଇନିସିଆଲି ଜାଣିଛନ୍ତି ତାହେଲେ ସେ କୁକୁଡ଼ାକୁ ଡେଷ୍ଟ୍ରୟ କରିଦିଅନ୍ତୁ, କାହିଁକି ତା ପାଇଁ ଏ ପର୍ଯ୍ୟନ୍ତ କୌଣସି ଭ୍ୟାକ୍ସିନ ବାହାରି ନାହିଁ କି ବାର୍ଡ ଫ୍ଲୁ ଏଇଟା ଦେଇଦେଲେ ଭ୍ୟାକ୍ସିନ କମିଯିବ, ମେଡିସିନ ଏମିତି ବାହାରିନି କି କମିଯିବ। ସାଙ୍ଗେ ସାଙ୍ଗେ ତାକୁ ଆପଣ କଣ କରିବେ, ତାକୁ ପୋତି ଦିଅନ୍ତୁ। ଯଦି ଆପଣଙ୍କୁ ପୁରା ଆଉଟବ୍ରେକ୍ ହେଇଗଲା ଗୋଟେ ଦିନ ଲକ୍ଷଣ ଦେଖୁଛନ୍ତି, ସାଙ୍ଗେ ସାଙ୍ଗେ ଯୋଗାଯୋଗ କରନ୍ତୁ ଆପଣ ପ୍ରାଣୀ ଚିକିତ୍ସାଳୟକୁ। ସେମାନେ ଆପଣଙ୍କ ଯାହାବି ନେକ୍ସଟ ଷ୍ଟେପ ସେମାନେ ନେବେ ଏଇ ଜାଗାରେ। ଆଜ୍ଞା। ତ ଏଇ ଯୋଉ ବାର୍ଡ ଫ୍ଲୁ କୁ ନେଇକି ବହୁତ ସାରା ଚାଷୀ ଓଡିଶାର ବହୁତ ଚିନ୍ତାରେ ଅଛନ୍ତି, ତାଙ୍କୁ ଆପଣ କଣ କହିବାକୁ ଚାହୁଁଛନ୍ତି? ନାଇଁ, ଆପଣ ସବୁ ଚାଷୀ ମାନଙ୍କୁ କହୁଛି ଆପଣ କିଛି ଚିନ୍ତା କରନ୍ତୁନି ଏଇ ଜାଗାରେ। ବାର୍ଡ ଫ୍ଲୁ ଟା ଆପଣଙ୍କର ଯଦି କି ବାୟୋସିକ୍ୟୁରିଟି ମେଣ୍ଟେନ କଲେ ଆଉ ଫାର୍ମ ଟା ଆପଣଙ୍କ ଭଲ ମ୍ୟାନେଜମେଣ୍ଟ ସଫାସୁତରା ରହୁଛି ତାହେଲେ ଆପଣଙ୍କ ଅସୁବିଧା ନାହିଁ। ଯଦି ଆପଣ ଏମିତି ଇଏ ରହୁଛି, ଆପଣ ଡର ରହୁଛି ନା ମୁଁ ବାର୍ଡ ଫ୍ଲୁ ହେଲେ ଅସୁବିଧା ହବ ବୋଲିକି, ତାହେଲେ ଆପଣ ଟିକେ ବ୍ରେକ୍ କରନ୍ତୁ, ଏବେ ଆପଣ ଛୁଆ ରଖନ୍ତୁନି। ଆଉ ଗୋଟେ ମାସ ମାନେ ଯେମିତି ଆପଣ କହନ୍ତି ଯେମିତି ଆମେ ଆମର ଇଏ ଅଛି ହୁଁ। ଶ୍ରାବଣ ମନ୍ଥରେ ଆମେ ମାଛ ମାଂସ ଖାଉନି ବୋଲିକି, ଏଇ ଏମିତି କାରଣ ଥାଏ କି ଯୋଉ ଗୋଟେ ଗୋଟେ ବହୁତ ରୋଗ ଥାଏ ଯୋଉଟା ଶ୍ରାବଣ ମାସରେ ବହୁତ ହେଇଥାଏ। ସେଥିପାଇଁ ଏଇ ମନ୍ଥ ଟାକୁ ଆମର ହିନ୍ଦୁ ଧର୍ମ ହିସାବରେ ତାକୁ ଖାଆନ୍ତି ନାହିଁ ସମସ୍ତେ ମାଛ ମାଂସ ଟା। କାହିଁକି ମାଛ ମାନଙ୍କୁ ମଧ୍ୟ ଏମିତି ରୋଗ ହେଇଥାଏ ଯୋଉଠି ପାଣିରେ ଗୋଟେ ତାଙ୍କର ସିଉଳି ଟାଇପର ରହିଥାଏ, ଯଦି ଆମେ ତାଙ୍କୁ ଖାଉଛେ ତାହେଲେ ଆମେ ମୃତ୍ୟୁ ହେବାର ଚାନ୍ସ ଥାଏ। ବା ସବୁ ଆପଣ ଦେଖିବେ ମାଛ ମାଂସ ଏଇ ସବୁ ତ ଏଇ ପ୍ରୋବ୍ଲେମ ପାଇଁ ଆମେ ଖାଇ ନଥାନ୍ତୁ। ତ ଏଇ ଗୋଟେ ମାସ ଆପଣ ବ୍ରେକ୍ କରନ୍ତୁ, ନେକ୍ସଟ ଆପଣ ଦେଖିବେ ସବୁ ଠିକ ହେଇଯିବ, କିଛି ଅସୁବିଧା ଆପଣଙ୍କର। ଆଜ୍ଞା। ତ ମୁଁ ଏଇଟା କହିବାକୁ ଚାହୁଁଥିଲି, ଆମ ସହିତ ଯୋଉ ଆଜି ଚାଷୀ ଭଉଣୀ ମାନେ ଯୋଗ ଦେଇଛନ୍ତି, ଆପଣ ସେ ବାର୍ଡ ଫ୍ଲୁ କୁ ନେଇକି ସେମାନେ ଯୋଉ ଚିନ୍ତାରେ ଅଛନ୍ତି, ତାଙ୍କ କୁକୁଡା ମାନଙ୍କୁ ମାନେ ହେଇଯାଉଛି, ତ ସେମାନେ ଏଇ ଯୋଉ ହେଲା ପରେ ସେମାନେ କେମିତି ସେ ଜାଗାରୁ ମାନେ ମାନେ ସେଇ ହେଲା ପରେ ସେଇ ଯୋଉ ଚିନ୍ତାରୁ ସେ କେମିତି ମୁକ୍ତି ପାଇବେ, ତାଙ୍କୁ କଣ କଣ ସବୁ ଧ୍ୟାନରେ ରଖିବାକୁ ପଡିବ, କଣ କଣ ସେ କେମିତି ମାନେ ପାଳିବେ ସେଇ ଜିନିଷଟାକୁ, ଆପଣ ତା ଉପରେ କିଛି କହିବେ? ଓକେ ମ୍ୟାମ, ଯୋଉ ଚାଷୀ ମାନେ ଦେଖୁଛ ସମସ୍ତଙ୍କୁ କହିଲେ ଅଲରେଡି କି ଆପଣଙ୍କର ଅ ହେଇଗଲା ପରେ ତ କିଛି ଅପସନ ନାହିଁ। ହେଇଗଲା ପରେ ଡେଷ୍ଟ୍ରୟ କରିଦବାଟା ହିଁ ଭଲ, ମାନେ ଆପଣ ତ ଗାତ ଖୋଳିକି ପୂର୍ବରୁ କେମିତି ସତର୍କତା ଅବଲମ୍ବନ କରିବେ? ପୂର୍ବରୁ ମ୍ୟାମ ଯୋଉଟା ଆପଣ କହିଲେ ବାୟୋସିକ୍ୟୁରିଟି ଯୋଉଟା କହିଲି, ବାୟୋସିକ୍ୟୁରିଟି ମେଣ୍ଟେନ ଟା ନିହାତି ଦରକାର। କେମିତି କି ଫାର୍ମକୁ ସଫା ରଖିବା ଅଛି, ଭଲ ପାଣି ଯୋଉଟା ମଣିଷ ଯେମିତି ପିଇବା ଯୋଗ୍ୟ ସେମିତି ପାଣି ପିଇବାକୁ ଦିଅନ୍ତୁ, ଖାଦ୍ୟ ଖାଇବାକୁ ଦିଅନ୍ତୁ। ଆପଣ ଯାହା ବି ମେଡିସିନ ଭ୍ୟାକ୍ସିନ ରହୁଛି ତାକୁ ଠିକ ଠାକ ଦିଅନ୍ତୁ। ଆପଣ ଯଦି କିଛି ବି ପ୍ରୋବ୍ଲେମ ହଉଛି, ଆପଣ ଆମ ନମ୍ବର ଯୋଉ ଅଛି ଆମ ସହିତ ଆପଣ ଯୋଗାଯୋଗ କରିପାରିବେ। ଆପଣ ଘରେ ଥାଇକି ଆସିବା ଦରକାର ନାହିଁ, ଫୋନ କରିପାରିବେ ଆମ ନମ୍ବରରେ ଆଉ ଯୋଗାଯୋଗ କରିପାରିବେ। ସକାଳ 10ଟାରୁ ସନ୍ଧ୍ୟା 6ଟା ଭିତରେ ଆପଣ କଲ୍ କରିଛନ୍ତି, ଆମେ ନିଶ୍ଚିତ ଆପଣ ସହଯୋଗ କରିବୁ କେମିତି କଣ ଇଏ କରିପାରିବେ। ଆଜ୍ଞା। ତ ଆପଣଙ୍କ ନମ୍ବର ଟା ସାର୍ ଆଉଥରେ ଟିକେ କହିଦେବେ ଆମ ଚାଷୀ ଭୋଇ ଠିକ ଭଉଣୀ ଅଛି, ମାନଙ୍କୁ? ନିଶ୍ଚିତ ଭାବରେ ଆପଣ ଆମ ନମ୍ବର ଲେଖି ରଖନ୍ତୁ 6370679112। ଆଉ ଥରେ କହି ରଖୁଛି 6370679112। ଥ୍ୟାଙ୍କ ୟୁ ସାର୍। ତ ଆଜି ଆପଣ ବାର୍ଡ ଫ୍ଲୁ ଉପରେ ବହୁତ ସାରା ଜିନିଷ ଆପଣ ତଥ୍ୟ ଆମକୁ ଦେଇଥିବାରୁ ଆମ ଚାଷୀ ଭାଇ ଭଉଣୀ ମାନେ ଆପଣଙ୍କଠୁ ବହୁତ କିଛି ଶିଖିଥିବେ। ତ ଧନ୍ୟବାଦ ସାର୍, ଆପଣ ଆପଣଙ୍କ ମୂଲ୍ୟବାନ ସମୟ ଆମ କୃଷି ଜାଗରଣକୁ ଦେଇଥିବାରୁ ବହୁତ ବହୁତ ଖୁସି ଲାଗୁଛି। ଆପଣ ମାନଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣ ଏଥର ମୂଲ୍ୟବାନ ସମୟ ଦେଇକି ଏଇ ଯୋଉ ଆପଣ ଇଣ୍ଟରଭ୍ୟୁ ଷ୍ଟାର୍ଟ କରିଥିଲେ, ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ ସାର୍। ଓକେ, ନମସ୍କାର। ନମସ୍କାର।